ଅଗନାୟକନୀ ବନସ୍ତରେ ନିଜ ପିଲାଙ୍କୁ ଧରି ବଣୀ ଚଢ଼େଇଟିଏ ରହୁଥିଲା। ସେ ବହୁତ ଶାନ୍ତଶିଷ୍ଟ, ମିଷ୍ଟଭାଷୀ ଏବଂ ସରଳ ଥିଲା। ଥରେ ସେ ବଣରେ ଖୁବ୍ ଜୋରରେ ଝଡ଼ ବର୍ଷା ହେଲା। 3 ଦିନ 3 ରାତି ଧରି ବର୍ଷା ପବନ ଲାଗି ରହିଲା। ବଣୀ ଚଢ଼େଇ ନା ତା ପିଲାଙ୍କୁ କିଛି ଖାଦ୍ୟ ଖୁଆଇ ପାରିଲା, ନା ତାଙ୍କୁ ଝଡ଼ ବର୍ଷାରୁ ରକ୍ଷା କରିପାରିଲା। ଖାଇବାକୁ ନ ପାଇ ବର୍ଷାରେ ଓଦା ହେଇ ତା ପିଲାମାନେ ମରିଗଲେ। ବଣୀ ଚଢ଼େଇର ବହୁତ ମନ ଦୁଃଖ ହେଲା। ସେ ଚିନ୍ତା କଲା ଯେ ଆଉ ଏ ବଣରେ ରହିବିନି, ବଣ ଛାଡ଼ି ସେ ଯାଇ ଗାଁରେ ରହିବ। ତେଣୁ ବଣ ପାଖରେ ଥିବା ଗାଁକୁ ସେ ଉଡ଼ିଗଲା ଆଉ ଜଣକ ବାଡ଼ିରେ ଯାଇ ପହଞ୍ଚିଲା। ସେ ଲୋକଟି ବାଡ଼ିରେ ଥିବା ବରକୋଳି ଗଛ ଦେଖି ବଣୀର ମନ ଭାରି ଖୁସି ହେଇଗଲା। ସେ ଚିନ୍ତା କଲା ଯେ ଏଇ ଜାଗାଟା ହିଁ ତା ପାଇଁ ସୁରକ୍ଷିତ। ହଁ, ଲାଗୁଛି ଏଇ ଜାଗାଟା ମୋ ପାଇଁ ସବୁଠୁ ଭଲ। ମୁଁ ଏଠି ଆରାମରେ ରହିପାରିବି, ମୋର ଏଠି କିଛି ଅସୁବିଧା ହବନି। ଯଦି କେବେ ବର୍ଷା ପବନ ହୁଏ, ଏଠି ମତେ ସୁବିଧାରେ ଖାଇବାକୁ ମିଳିବ। ହେଲେ ମତେ ଗୋଟେ ବସା ତିଆରି କରିବାକୁ ପଡ଼ିବ। ବଣୀ ଚଢ଼େଇ ନିଜ ପାଇଁ ଗୋଟେ ବସା ତିଆରି କଲା। କୁଟା କାଠି ଆଣି ଗଦା କଲା ଆଉ ସେଥିରେ ବସା ତିଆରି କଲା। ବଣୀ ନିହାତି ସକାଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଏ ଆଉ ସନ୍ଧ୍ୟା ବେଳକୁ ବସାକୁ ବାହୁଡ଼ି ଆସେ। ଗାଁର ଯୋଉ ଲୋକର ବାଡ଼ିରେ ବଣୀ ବସା କରିଥିଲା, ସେ ଲୋକର ଘରେ ଗୋଟେ ପୋଷା ବିଲେଇ ଥିଲା। ସେ ବିଲେଇ ବହୁତ ସ୍ୱାର୍ଥପର ଏବଂ ଗର୍ବୀ। ତାର ସବୁବେଳେ ଥିଲା ପର ଚିନ୍ତା ଆଉ ଭଲମନ୍ଦ ଖାଇବାର ଚିନ୍ତା। ଦିନେ ବିଲେଇ ବଣୀ ରହୁଥିବା ଗଛ ପାଖରେ ଆସି ପହଞ୍ଚିଲା। କାଣ ଖବର ବଣୀ ନାନୀ, ସବୁ ଭଲ ତ? ହଁ, ଏ ବିଲେଇର ମୋଠି କଣ କାମ? ମତେ କାଇଁ ଏ କଥା ପଚାରୁଛି? ହଁ ହଁ, ସବୁ ଭଲ। ଆଗରୁ କୋଉଠି ଥିଲ? କାଇଁ ମୁଁ ତ ତମକୁ କୋଉଠି ଆଖପାଖରେ ଦେଖିନି। ସେ ବହୁତ କଥା। ମୁଁ ଏ ପାଖ ବଣରେ ରହୁଥିଲି। ମୋର ପିଲାପିଲି ହବାର ଅଛି ତ, ତେଣୁ ମୁଁ ଏଠି ବସା ବାନ୍ଧିଛି। ପିଲାପିଲି ହବାର ଅଛି? ବାଃ ବାଃ, ବଢିଆ ହବ। ୟାର ପିଲା ହେଇଗଲା ପରେ ଇଏ ଯେତେବେଳେ ଖାଦ୍ୟ ସଂଗ୍ରହ ପାଇଁ ଯିବ, ମୁଁ ତା ପିଲାମାନଙ୍କର ବେକ ମୋଡ଼ି ଖାଇବି। ମଜା ହବ। ବିଲେଇ ତା ଲକ୍ଷ୍ୟରେ ରହିଲା। ବଣୀ ବିଲେଇ କଥା ବୁଝିପାରିଲାନି। ତା ପରଠୁ ବିଲେଇ ସବୁଦିନେ ଆସେ ଆଉ ବଣୀ ସାଙ୍ଗରେ ଭଲ ମନ୍ଦ ସୁଖ ଦୁଃଖ ଦିପଦ ହେଇ ଫେରିଯାଏ। ଆଉ ସବୁଦିନେ ସେ ବଣୀକୁ ଗୋଟିଏ କଥା ପଚାରେ ଯେ ତାର କେବେ ପିଲା ହବ। ବଣୀ ବିଲେଇ କଥାର ସିଧାସଳଖ ଉତ୍ତର ଦିଏ। ବିଲେଇର ଛଳନା ଭିତରେ ସେ ପଶିପାରେନି। ଦିନେ ବଣୀ ଆକାଶରେ ଉଡୁଥିବା ଅବସ୍ଥାରେ
ତାକୁ ବଡ଼ ଅସମ୍ଭାଳ ଲାଗେ। ମତେ ଲାଗୁଛି ଆଉ ବେଶୀ ସମୟ ନୁହଁ, ମତେ ଏବେ ଅଣ୍ଡା ଦବାକୁ ପଡିବ। ବଣି ସତକୁ ସତ ଅଣ୍ଡା ଦିଏ। ଆଉ ସେଥିରୁ 2ଟା ଛୁଆ ଜନ୍ମ ନିଅନ୍ତି। ଆହା, ମୁଁ ପୁଣି ଥରେ ମା ହେଲି। ଯା ହଉ, ଭଗବାନ ମୋ ଉପରେ ପୁଣି ଥରେ ଆଶୀର୍ବାଦ କଲେ। ଏଥର ମୁଁ ମୋ ପିଲାଙ୍କୁ ଯେମିତି ହଉ ବଞ୍ଚେଇ ରଖିବି। ଠିକ୍ ଏତିକି ବେଳେ ବିଲେଇ ଆସି ସେ ବରକୋଳି ଗଛ ମୂଳେ ପହଞ୍ଚେ। ଆଉ ସେ ବଣିକୁ ପଚାରେ, ଆରେ ବଣି ନାନୀ, କଣ ହେଲା? ଦେଖ ଦେଖ, ମୋର 2ଟା ଛୋଟ ଛୋଟ ପିଲା ହେଇଛନ୍ତି। କେତେ ସୁନ୍ଦର। ଠିକ ଯେ, ହେଲେ ମତେ କଣ ଏତେ ତଳୁ କିଛି ଦେଖା ଯାଉଛି? ତମେ ଆସୁନ, ଉପରକୁ ଆସ, ମୋ ପିଲାଙ୍କୁ ଦେଖି ଯାଅ। ବିଲେଇ ଗଛ ଉପରକୁ ଚଢ଼େ ଆଉ ବଣିର ପିଲାମାନଙ୍କୁ ଦେଖେ। ବିଲେଇର ଆଖିକୁ ଦେଖି ବଣିକୁ ବଡ଼ ଭୟ ଲାଗେ। ବିଲେଇର ତା ପିଲାଙ୍କ ପ୍ରତି ଖରାପ ଦୃଷ୍ଟି ଅଛି ବୋଲି ସେ ଜାଣିପାରେ। ଆଉ କେବେ ବି ଯେମିତି ବିଲେଇର ଛାଇ ତା ପିଲାଙ୍କ ଉପରେ ନ ପଡ଼ିବ ସେ ମନେ ମନେ ପ୍ରତିଜ୍ଞା କରେ। ଏମିତି କିଛି ଦିନ ବିତିଗଲା। ବିଲେଇ ଅପେକ୍ଷା କରିଥାଏ କେବେ ବଣି ତା ପିଲାଙ୍କୁ ଛାଡ଼ି ଖାଦ୍ୟ ଖୋଜିବା ପାଇଁ ଯିବ, ଆଉ ସେତେବେଳେ ସେ ତା ପିଲାଙ୍କୁ ଯାଇ ଖାଇବ। ଏପଟେ ବଣି କିନ୍ତୁ ବିଲେଇ ଭୟରେ ତା ପିଲାଙ୍କୁ ଛାଡ଼ି କୁଆଡ଼େ ଯାଉନଥାଏ। ଗଛରେ ଥିବା କୋଳିକୁ ତା ପିଲାମାନଙ୍କୁ ସେ ଖୁଆଉଥାଏ। ଏ ବଣି ତା ପିଲାଙ୍କୁ ଛାଡ଼ି ଖାଦ୍ୟ ଆଣିବାକୁ ଯାଉନି କାହିଁକି? ଏ ବିଲେଇ ସବୁବେଳେ ଏମିତି ଜଗିକି କାହିଁକି ରହୁଛି? ବିଲେଇ ଦିନେ ତା ସାଙ୍ଗ କୁକୁରକୁ ଡାକିକି ଆଣିଲା। ଗଛ ମୂଳେ ତାକୁ ଛିଡ଼ା କରେଇ ବଣି ଛୁଆଙ୍କୁ ଦେଖେଇଲା। ଆରେ ବାଃ, ବଢିଆ ଛୁଆ ହେଇଛନ୍ତି ତ। ଖାଲି ଏ ମା ବଣି ନ ରହିଲେ ୟାଙ୍କୁ ମୁଁ ଖଲାସ କରିଦେବି। ଆରେ ଆରେ, ତା ମାନେ ମୋ ଭାବନା ସତ। ଏ ବିଲେଇ ମନରେ ଏଇଭଳି କଥା ଅଛି। ଆସ୍ତେ ଆସ୍ତେ କୁହ, ଆସ୍ତେ ଆସ୍ତେ, ବଣି ଶୁଣିଦବ। ଆରେ ଶୁଣ, ମୁଁ କଣ ତାକୁ ଡରିଛି? ଏତେ ଦିନ ହେଲା ପିଲା ଜନ୍ମ ହେଲେଣି, ମୁଁ ସେମାନଙ୍କୁ ଉଡ଼ିବା ଶିଖେଇବା ଦରକାର। କାଲି ସକାଳୁ ମୁଁ ଏମାନଙ୍କୁ ଉଡ଼ିବା ଶିଖେଇବି, ଆଉ ସାଙ୍ଗରେ ନେଇ ଉଡ଼ିଯିବି। ରାତି ପାହି ସକାଳ ହେଲା। ବଣି ତା ପିଲାମାନଙ୍କୁ ଉଡ଼ିବା ଶିଖେଇଲା। ପିଲାମାନେ ପ୍ରଥମେ ଖଣ୍ଡି ଉଡ଼ା ଦେଲେ, ଆଉ ତାପରେ ସମ୍ପୂର୍ଣ୍ଣ ଭାବରେ ଉଡ଼ିପାରିଲେ। ବିଲେଇ ଆଉ କୁକୁର ସାଙ୍ଗ ହେଇ ଆସି ସେଠି ପହଞ୍ଚିଲେ, ଆଉ ଦେଖିଲେ ଯେ ବସାରେ ଅଛି କେବଳ ବଣି, ତା ପିଲାମାନେ ନାହାନ୍ତି। ବିଲେଇ କହିଲା, ଆଲୋ ବଣି ନାନୀ, ତୋ ପିଲାମାନେ କୁଆଡ଼େ ଗଲେ? ଆମେ ଏଇଠି, ଦେଖ ଦେଖ। ଆମେ ଏଇଠି। ପିଲାମାନେ ବସାରୁ ବାହାରି ଆସି ତଳକୁ ଲଟିକି ଥିବା ଡାଳରେ ବସି ଯାଇଥିଲେ। ବିଲେଇ ଆଉ କୁକୁର ପିଲା ଦୁଇଟାଙ୍କ ଉପରକୁ ଝାମ୍ପି ପଡ଼ିଲେ। ତାଙ୍କୁ ଦେଖି ପିଲାମାନେ ଉଡ଼ିଗଲେ, ଆଉ ବିଲେଇ କୁକୁରଙ୍କ ଦେହରେ କଣ୍ଟା ଫୁଟିଗଲା। ସେମାନେ କଣ୍ଟାରେ ପଡ଼ି କଷ୍ଟରେ ବଡ଼ ଛଟପଟ ହେଲେ। ଆଉ ବଣି ତା ପିଲାମାନଙ୍କ ସାଙ୍ଗରେ ବି ଉଡ଼ିଗଲା। ମାର ମମତା ସବୁଠୁ ଶକ୍ତିଶାଳୀ। ମା ସବୁବେଳେ ଚାହେଁ ତା ପିଲାମାନଙ୍କୁ ସୁରକ୍ଷିତ ଆଉ ନିରାପଦ ରଖିବା ପାଇଁ। ଏମିତିକି
ତା ଜୀବନକୁ ବାଜି ଲଗେଇବି। ଗୋଟିଏ ବଣରେ ରହୁଥିଲେ ଗୋटे ହରିଣ ଏବଂ କୁଆଟିଏ। ହରିଣ ବହୁତ ଶାନ୍ତ ସ୍ୱଭାବର ଥିଲା, କିନ୍ତୁ କୁଆ ଥିଲା ବହୁତ ଚାଲାକ। ହେଲେ ଦୁଇ ଜଣଙ୍କ ଭିତରେ ବନ୍ଧୁତ୍ୱ ବହୁତ ନିବିଡ଼ ଥିଲା। ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ସେଇ ବଣରେ ବି ରହୁଥିଲା ଗୋଟେ ବିଲୁଆ। ତାର କିନ୍ତୁ ହରିଣ ମାଂସ ଖାଇବା ପାଇଁ ଭାରି ଲୋଭ ଥିଲା। ଦିନେ ସେ ହରିଣ ସାଙ୍ଗରେ ମୈତ୍ର ବସିଲା। ସଙ୍ଗାତ, କ'ଣ କରୁଛ? ଆଜିକାଲି କ'ଣ ଆଉ ଦିଶୁନ? ବାହାରକୁ ବାହାରୁନ କି? ନା, ସେମିତି କିଛି ବିଶେଷ ଦରକାର ପଡୁନି ତ, ସେଇଥିପାଇଁ। ତା ଛଡା ଘାସପତ୍ର ମତେ ପାଖାପାଖି ମିଳି ଯାଉଛି ନା। ମୋର କିନ୍ତୁ ତମ ଦେହର ରଙ୍ଗ ବହୁତ ପସନ୍ଦ। ତମେ କେତେ ଗୋରା, ତମ ଦେହରେ ପୁଣି ଟିକେ ଟିକେ ଦାଗ ଅଛି। ଆରେ ଇଏ କ'ଣ ମୋ ସଙ୍ଗାତକୁ ଏତେ ତେଲ ମାରୁଛି? ତା ମାନେ ୟାର ନିଶ୍ଚୟ କିଛି ସ୍ୱାର୍ଥ ଅଛି। ନା, ମୋ କହିବା କଥା, ଏଇ ପାଖ ଗାଁରେ ବଢ଼ିଆ ଧାନ ହେଇଛି। ତାକୁ ଜଗାରଖା କରିବା ପାଇଁ କୌଣସି ଲୋକ ନାହାନ୍ତି। ତେଣୁ ତମେ ଯଦି ରାଜି ହୁଅନ୍ତ ତାହେଲେ ଆମେ ଦୁହେଁ ଯାଇ ବୁଲି ଆସନ୍ତେ। ହଁ ହଁ, କିଛି ଅସୁବିଧା ନାହିଁ। ତମେ ଯଦି କହିବ ତାହେଲେ ମୁଁ ଆସିବି ତମ ପାଖକୁ। କାଲି ଯାଇ ଆମେ ବୁଲି ଆସିବା। ସଙ୍ଗାତ, କାଲି ସକାଳୁ ଆସ, ମୁଁ ତମ ସାଙ୍ଗରେ ନିଶ୍ଚୟ ଯାଇ ବୁଲି ଆସିବି। ମୁଁ ତାହେଲେ ଯାଉଛି। ହଉ। ସଙ୍ଗାତ, ଏଗୁଡ଼ା ଠିକ କଥା ନୁହଁ। କାଇଁ, କ'ଣ ଅସୁବିଧା ହେଲା କି? ଦେଖ, ବିଲୁଆ ବଡ଼ ଚାଲାକ ଜାତି। ସେ ବିନା ସ୍ୱାର୍ଥରେ କିଛି କାମ କରେନି। ତମକୁ ସେ ଧାନ ଖାଇବା ପାଇଁ ଡାକୁଛି ମାନେ ତାର ନିଶ୍ଚୟ ଏଥିରେ କିଛି ସ୍ୱାର୍ଥ ରହିଛି। ସଙ୍ଗାତ, ତମର ସବୁବେଳେ ଗୋଟେ ଅଖାଡୁଆ କଥା। ମୁଁ ଧାନ ଖାଇବାକୁ ଭଲ ପାଏ ବୋଲି ସେ ମତେ ଡାକୁଛି। ମୁଁ ଯାଇ ଦେଖିକି ଆସେ, ତାପରେ ତମକୁ ଜଣେଇବିନି। ମୁଁ ଏତେ ବୋକା ନୁହଁ ମ। ହଉ, ଦେଖ ତମକୁ ଯାହା ସୁବିଧା ହଉଛି। ତା ପରଦିନ ସକାଳୁ ସକାଳୁ ବିଲୁଆ ଆଉ ହରିଣ ଚାଲିଲେ ଧାନ ବିଲକୁ। ପାଚିଲା ଧାନ ଦେଖି ହରିଣ ମନ ଆନନ୍ଦରେ ଖାଇବାକୁ ଲାଗିଲା। ଆଉ ହରିଣର ସେ ଧାନ ପ୍ରତି ଲୋଭ ବି ବଢ଼ିଲା। ପ୍ରତିଦିନ ସେମାନେ ଧାନ ବିଲକୁ ଚାଲିଲେ ସାଙ୍ଗ ହେଇ। କୁଆ କିନ୍ତୁ ସବୁଦିନେ ଉଡ଼ି ଉଡ଼ି ସେମାନଙ୍କ ସାଙ୍ଗରେ ଯାଏ। ହେଲେ ଏ କଥା ସେ ଦୁହେଁ ଜାଣିପାରନ୍ତିନି। ଧୀରେ ଧୀରେ ଯୋଉ ଚାଷୀର ସେ ବିଲ ସେ ଦେଖିଲା ତା ବିଲରୁ ଧାନ ସରି ସରି ଆସୁଛି। ତେଣୁ ସେ ବିଲରେ ଜାଲ ବିଛେଇ ଦେଲା।
ତା ପରଦିନ ହରିଣ ଆଉ ବିଲୁଆ ଚରିବାକୁ ଗଲାବେଳେ ହରିଣ ଫାଶରେ ପଡ଼ିଗଲା। ହରିଣ ଫାଶରେ ପଡ଼ିବା ଦେଖି ବିଲୁଆର ମନ ଖୁସି ହେଇଗଲା। ସେ ଭାବିଲା ଯେ ଏଥର ହରିଣ ମାଂସ ଟିକେ ନିଶ୍ଚିତ ତା ପାଟିରେ ବାଜିବ। କାଉ କିନ୍ତୁ ହରିଣର ଏହି ଅବସ୍ଥା ଦେଖି ବଡ଼ ବିଚଳିତ ହୋଇପଡ଼ିଲା। ସେ ବିଲୁଆର ଯୋଜନା ବିଷୟରେ ସବୁ ଜାଣିପାରିଲା। ହରିଣ ପାଖରେ ଯାଇ ପହଞ୍ଚିଗଲା କାଉ। ସଙ୍ଗାତ, ମୁଁ କ'ଣ କହୁଥିଲି ବୁଝିଲ ତ? ମୋର ଭୁଲ ହେଇଛି ସଙ୍ଗାତ, ମତେ ବଞ୍ଚାଅ। ତମେ ବ୍ୟସ୍ତ ହୁଅନି, ମୋ କଥା ମନ ଦେଇ ଶୁଣ। ମୁଁ ଯାହା କହୁଛି ସେୟା କରିବ, ହେଲା? ଚାଷୀ ପାଖକୁ ଆସି ତମକୁ ଫାଶରୁ ଖୋଲିଦେବା ପର୍ଯ୍ୟନ୍ତ ତମେ ଏଇଠି ମରିଯିବା ଭଳି ପଡ଼ି ରହିବ। ଯେମିତି ସେ ଆସି ତମକୁ ଖୋଲିଦେବ, ତମେ ଏକାଥରେ ସବୁ ବଳ ଲଗେଇ ବଣ ଭିତରକୁ ଦୌଡ଼ି ପଳେଇବ, ହେଲା? ଓ ହଁ ସଙ୍ଗାତ, ସେଇଆ କରିବି। ଏତିକି କହିଦେଇ କାଉ ଉଡ଼ିଯିବା ପରେ ଚାଷୀ ସେଠି ଆସି ପହଞ୍ଚିଗଲା। ହରିଣଟେ ଫାଶରେ ପଡ଼ିଥିବାର ଦେଖି ସେ ବଡ଼ ଖୁସି ହେଇଗଲା। ବୋଦା ଉହାଡ଼ରେ ଲୁଚିଥିବା ବିଲୁଆ ବି ଖୁସି ହେଉଥିଲା ମନେ ମନେ। ଚାଷୀ ହରିଣକୁ ଫାଶରୁ ଖୋଲିଦେବା ପରେ ହରିଣ ସବୁ ବଳ ଲଗେଇ ଦୌଡ଼ିଲା ବଣ ଭିତରକୁ। ତାପରେ ଚାଷୀ କ'ଣ କଲା ନା, ତା ପାଖରେ ଥିବା ଠେଙ୍ଗାକୁ ଖୁବ୍ ଜୋରରେ ଫିଙ୍ଗିଲା ହରିଣ ଉପରକୁ। ହେଲେ ଠେଙ୍ଗା ଯାଇ ବାଜିଲା ବିଲୁଆର ଦେହରେ। ବିଲୁଆ ସେଇଠି ଟଳି ପଡ଼ିଲା। ଅଧା ରହିଗଲା ତାର ହରିଣ ମାଂସ ଖାଇବାର ସ୍ୱପ୍ନ। ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।